ମାନେ ଜନସାଧାରଣଙ୍କୁ ମୁଁ କ୍ଷମା ମାଗି ଦଉଛି ପ୍ରଥମେ, କାହିଁକିନା ଏଇ ବନ୍ଦ କରିବା କଳା ବ୍ୟାଚ୍ ପିନ୍ଧିବା ଏହାର ସମର୍ଥନରେ ଆମେ ଜମା ନୁହଁ, ଆଉ ଆଦୌ ବି ନୁହଁ, କେବେ ବି ନୁହଁ। ଏଇଟା ଗୋଟେ ସମାଜ ପ୍ରତି ଗୋଟେ ବହୁତ ନେଗେଟିଭ ଇମ୍ପାକ୍ଟ ତାର ପଡ଼େ। କିନ୍ତୁ ଯେତେବେଳେ ଗୋଟେ କର୍ମଚାରୀ ତାର ସମସ୍ତ ଚେଷ୍ଟା କରି ବିଫଳ ହବ, ସେ ଏଇଭଳିଆ ପନ୍ଥା ସବୁ ନିଏ। ତେଣୁକରି ଆମର ଯୋଉ ଦାବି ଗୁଡାକ ସବୁ ପୂର୍ବରୁ ଥିଲା, ମୁଖ୍ୟ ଦାବି ହଉଛି ଯେ ଆମର ଯୋଉ ପ୍ରକାର ୱାର୍କଲୋଡ୍ ଏବେ ଆସୁଛି ଆର୍ଆଇ ଅଫିସକୁ, ଆର୍ଆଇ ଉପରେ ଦିଆ ହେଉଛି, ଗୋଟିଏ ଅବିକା ଆପଣ ଆମର ଷ୍ଟାଫ ନାହାନ୍ତି, ଜଣେ ଜଣେ ଆର୍ଆଇ ଅଫିସକୁ ମାନେ ପରିଚାଳନା କରୁଛନ୍ତି। ତା ଉପରେ ପ୍ରତ୍ୟେକ ଦିନ କାର୍ଯ୍ୟଭାର ବଢୁଛି। ରେଭିନ୍ୟୁ କାମ ପାଇଁ ଆର୍ଆଇ ଅଫିସ ଅଛି, ତା ସହିତ ନନ୍ ରେଭିନ୍ୟୁ କାର୍ଯ୍ୟ ଅଦର ଯୋଉ ମିସଲାନିୟସ୍ ୱାର୍କ ମଧ୍ୟ ରହୁଛି ତହସିଲର, ସେଇଟା ବି ତହସିଲଦାରଙ୍କ ଥ୍ରୁରେ ଆର୍ଆଇ ଅଫିସକୁ ଆସୁଛି। ନିଜ କାମ କରିକି ଅଲଗା ଡିପାର୍ଟମେଣ୍ଟର କାମ କରି ଏସବୁ କାମ କରିବା ସମ୍ଭବ ହଉନି। ଦିନ ରାତି କାମ କରିକି ମଧ୍ୟ ବହୁତ ଆର୍ଆଇ ବି ଆମର ପିଲା ଛୁଆ ବି ଭୁଲିଗଲେଣି, ଘର ବାର ବି ଭୁଲିବା ପରିସ୍ଥିତିରେ ଅଛନ୍ତି। ତ କାର୍ଯ୍ୟ ଜଣେ କରିବ କାହା ପାଇଁ କରିବ? ତା ଭିତରେ ତ ଟିକେ ପରିବାର ପାଇଁ ଦେଖିବ ନା। ସେଇ କାର୍ଯ୍ୟ ଆଉ ୱାର୍କଲୋଡକୁ ଟିକେ ରାସନାଲାଇଜ କରିବା, ତାକୁ କେମିତି ସନ୍ତୁଳିତ କରିକି କାର୍ଯ୍ୟ ଆର୍ଆଇ ମାନେ କରିପାରିବେ। যে আমি আগামী 1 তারিখ দিন সাময়িক ছুটি যাব, এই নির্ণয় আমি বিগত মাসে আমার বিভিন্ন প্রকার বৈঠকরে আমার মেম্বর্স মানে নিয়ে, যেহেতু আমি দেখুছে যে আমার স্টাফ পজিশনটা বর্তমান 50% অছি, পাখাপাখি 9,900 আমার বর্তমান কাল 5,000 কর্মচারী অনেক তৃণমূল স্থলের, এবং মৌলিক আনুষঙ্গিক যে সুবিধা রহা কথা, যেমনি ইন্টরনেট কনেকশন, আমার বিদ্যুৎ মোবাইল আলাউন্স, গস্ত খরচ, এগুড়াক বহুত আমার আরআই মানে বঞ্চিত হয়ে অনেক। ଆଉ ୱାର୍କଲୋଡ୍ ଡେ ବାଇ ଡେ ବଢି ଚାଲିଛି। ତା ସାଙ୍ଗେ ସାଙ୍ଗେ ଆମର ଯୋଉ ଅଧିକାର ଯୋଉ ଛୁଟି ଦିନରେ ମଧ୍ୟ ସେମାନେ ନିଜର ପରିବାର ସାଙ୍ଗରେ ସମୟ ବିତେଇ ପାରୁନାହାନ୍ତି, କାହିଁକି ସେମାନଙ୍କର ଛୁଟି ଗୁଡାକ ବାତିଲ କରିଦିଆଯାଉଛି। ଏଭଳିଆ ଓଭର ୱାର୍କଲୋଡ୍ ଯୋଗୁଁ ଆମ ପାଖରେ ବହୁତ ସଂଘକୁ ସମସ୍ତେ ଆମକୁ ଅନୁରୋଧ କରିଥିଲେ କିଛି ଗୋଟେ ଦୃଢ ପଦକ୍ଷେପ ନେବା ପାଇଁ, ଯେଉଁଟାକି ଆମେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଆମେ ଆଗାମୀ ଦିନରେ ସରକାରଙ୍କୁ ଆମେ ଜଣେଇଥିଲୁ। 2 ବର୍ଷ ହେଲା କୌଣସି ଜିଲ୍ଲାରେ ଡିପିସି ହଉନି, ପିଲାମାନେ ଯୋଉଟାକି ବର୍ଷକୁ ଥରେ ହବା କଥା ସେଇଟା ବି ଡିପ୍ରାଇଭ୍ ହଉଛନ୍ତି ପିଲାମାନେ ଆମର। ସେଇଥିପାଇଁ ଆମେ ଦେଇଥିଲୁ ମେମୋରାଣ୍ଡମରେ 22 ତାରିଖରୁ ବର୍ତ୍ତମାନ ଆମର ପିଲାମାନେ ରାଜସ୍ୱ ମନ୍ତ୍ରୀଙ୍କୁ ଦେଇଥିଲୁ, ଆମେ ସିଏମ୍କୁ ମଧ୍ୟ ଅନରେବଲ୍ ସିଏମ୍କୁ ମଧ୍ୟ ଦେଇଥିଲୁ। ତେଣୁ ତା ଉପରେ ଆମେ 22ରୁ ଆମେ ବ୍ଲାକ୍ ବ୍ୟାଚ୍ ପିନ୍ଧୁଛୁ ଅଲରେଡ଼ି। 25 ତାରିଖରୁ ଆମେ ଅଫିସିଆଲ ହ୍ୱାଟ୍ସଆପ୍ ଗ୍ରୁପରୁ ଲେଫ୍ଟ ହେଇଯାଇଛୁ। ତେଣୁ ଆଉ ତା ଉପରେ ଆମର 1 ତାରିଖରୁ ଜୁଲାଇ 1ରୁ ଆମେ ମାନେ ମାସ୍ ଲିଭ୍ରେ ଯିବୁ। ମାନେ ଆମର ବର୍ତ୍ତମାନ ତ ଏକରେ 50% ଷ୍ଟାଫ୍ ଅଛନ୍ତି, 5,300 ଷ୍ଟାଫ୍ ଅଛନ୍ତି 9,900ରୁ। ସେ 5,300 ଷ୍ଟାଫ୍ ଆମେ 200% କାମ କରୁଛୁ। ତେଣୁ ସେଇ କାମ ଆମେ ବର୍ତ୍ତମାନ କାର୍ଯ୍ୟ ବନ୍ଦ କରି ମାସ୍ ଲିଭ୍ରେ ଯିବୁ।